ସାନ୍ଧ୍ୟ ପାଠଚକ୍ରକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଗତକାଲି ଆମେ ଶ୍ରୀ ପ୍ରପତିଙ୍କ ରଚନା ସଂଗ୍ରହର ସମ୍ପାଦକୀୟ ନବଜ୍ୟୋତି ସମ୍ପାଦକୀୟ 1964 ମସିହା ଫେବୃଆରୀ ମାସର ସମ୍ପାଦକୀୟ ଆଲୋଚନା କରୁଥିଲୁ। ଯେ ବହୁତ ବଡ଼ ଥିଲା ସାଇଜରେ, ତେଣୁ ଅଧାରେ ଅଟକିଥିଲୁ ଆମେ। ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମ ଦୃଷ୍ଟି ବ୍ୟକ୍ତିଗତ ଜୀବନ ଓ ସାମାଜିକ ଜୀବନରେ ଆମମାନେ ଗୋଟେ ସୁସ୍ପଷ୍ଟ ସମାଧାନର ପଥ ଖୋଜୁଛୁ, ଗଭୀର ଭାବେ ଚାହୁଁଛୁ ମଧ୍ୟ। ସମୟ ଯେତେବେଳେ ଅତିକ୍ରମ ହୋଇଯାଉଛି, ମାନବ ସମାଜ ଏହି ସମାଧାନକୁ ସେତେ ତୀବ୍ର ଏବଂ ବ୍ୟଗ୍ର ଭାବରେ ଚାହୁଁଛି। ମନେ ହେଉଛି ସେହି ସମାଧାନ ପାଇବାର ଆକାଂକ୍ଷା ଏବଂ ଅଭିପ୍ସା ବୋଧ ହୁଏ ଆଜି ତୀବ୍ରତମ ଓ ସ୍ପଷ୍ଟତମ। ଅତି ସ୍ୱାଭାବିକ କଥା। ସମାଜରେ ବ୍ୟକ୍ତିମାନେ ଅତିଷ୍ଠ ଏବଂ ସେମାନେ ତାର ସମାଧାନ ଖୋଜୁଛନ୍ତି। ଏ ସରଳ କଥା ହେଉଛି, ସମାଜରେ ବ୍ୟକ୍ତିଗତ ଭାବରେ ଏବଂ ସାମାଜିକ ଭାବରେ ବ୍ୟକ୍ତିମାନେ ମଧ୍ୟ ସବୁ ଜାଗାରେ ସେ ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଅତିଷ୍ଠ ହେଇସାରିଲେଣି ଏବଂ ସମସ୍ତେ ଏହାର ସମାଧାନ ଖୋଜୁଛନ୍ତି ଏବଂ ତାହା ଅତି ତୀବ୍ର ହେଲାଣି ଏବଂ ଅତି ସ୍ପଷ୍ଟ ଭାବେ ଜାଣି ହେଉଛି ସମାଧାନର ଆବଶ୍ୟକତା ସେମାନେ ଅନୁଭବ କରୁଛନ୍ତି। କିନ୍ତୁ ଏ ସମାଧାନର ପଥ କେଉଁଠି, ଆଉ ଏ ସମାଧାନଟି କ'ଣ, କିପରି ଆମମାନେ ଏ ସମାଧାନରେ ପହଞ୍ଚି ପାରିବୁ? ପ୍ରପତି ମହାଶୟଙ୍କ ଅଧିକାଂଶ ଜାଗାରେ ଆମେ ଦେଖିବୁ ଏମିତି ନିଜେ ପ୍ରଶ୍ନ କରନ୍ତି, ତାର ଉତ୍ତର କରନ୍ତି ଏବଂ ତାକୁ ପଏଣ୍ଟ କରିଦେବେ। ପ୍ରଥମତଃ, ଦ୍ୱିତୀୟତଃ, ତୃତୀୟତଃ, ଚତୁର୍ଥତଃ, ଏମିତି ପଏଣ୍ଟ କରି 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 ଉତ୍ତର ଦେବେ। ଏହି ପ୍ରଶ୍ନର ଉତ୍ତର ସର୍ବଦା ନିର୍ଭର କରେ ଆମମାନଙ୍କର ଆନ୍ତର୍ଚେତନା ଉପରେ, ଦୃଷ୍ଟିଭଙ୍ଗୀ ଉପରେ। ଆନ୍ତର୍ଚେତନା ଆମ ନିର୍ଭର କରେ ଆମ ନିଜର ଭିତରେ ଯେଉଁ ଚେତନା ଅନ୍ତର୍ଚେତନା ଅଛି ତା ଉପରେ, ଏବଂ ପ୍ରତ୍ୟେକ ବସ୍ତୁକୁ ପ୍ରତ୍ୟେକ ଘଟଣାକୁ ଆମେ କେଉଁ ଦୃଷ୍ଟିରେ ଦେଖୁଛୁ। ଦୃଷ୍ଟିଭଙ୍ଗୀ ମାନେ ସାଧାରଣ ଭାବରେ ଗୋଟେ ସାମାଜିକ ଲୋକଟି ଯେମିତି ସମାଜରେ ଅଛି, ବାସ କରୁଛି, ସେ ପ୍ରତ୍ୟେକ ଘଟଣାକୁ ଯେଉଁ ଦୃଷ୍ଟିଭଙ୍ଗୀରେ ଦେଖୁଛି। ଯେଉଁମାନେ ଗୋଟେ ସମାଧାନ ଖୋଜୁଛନ୍ତି, ଯେଉଁମାନେ ସମାଜର ପରିବର୍ତ୍ତନ ପାଇଁ, ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ପାଇଁ ସମାଧାନ ଖୋଜୁଛନ୍ତି, ସେମାନଙ୍କ ଦୃଷ୍ଟିଭଙ୍ଗୀ କ'ଣ, ସେମାନେ କେଉଁ ପ୍ରକାର ଦୃଷ୍ଟିଭଙ୍ଗୀ, ୟା ଉପରେ ନିର୍ଭର କରେ। ବିଚାର ବୁଦ୍ଧି ବା ତର୍କ, ନିମ୍ନ ସ୍ତରର କଥା, ସେସବୁ ଆନ୍ତର୍ଚେତନାର ପ୍ରକାଶ ବା କୌଣସି ଦୃଷ୍ଟିଭଙ୍ଗୀର ଜାହିର। ଜାହିର ମାନେ ଗୋଟେ ଜବରଦସ୍ତ ପ୍ରେସର। ବିଚାର ବୁଦ୍ଧି ବା ତର୍କ, ନିମ୍ନ ସ୍ତରର କଥା, ସେସବୁ ଆନ୍ତର୍ଚେତନାର ପ୍ରକାଶ ବା କୌଣସି ଦୃଷ୍ଟିଭଙ୍ଗୀର ଜାହିର। ଅର୍ଥାତ୍ ଆନ୍ତର୍ଚେତନା ପ୍ରକାଶ ପାଇଁ ବା କୌଣସି ଦୃଷ୍ଟିଭଙ୍ଗୀ କରିବା ପାଇଁ ଏସବୁ ବିଚାର ବୁଦ୍ଧି, ତର୍କ, ନିମ୍ନ ସ୍ତର କଥା ସବୁ ଜାହିର କରୁଛନ୍ତି। ଆମେ ଜାହିର ଅର୍ଥ, ଏ ଦୃଷ୍ଟିଭଙ୍ଗୀ ଅର୍ଥ ହେଉଛି, ଆମେ ଯଦି ତର୍କ କରୁଛୁ, ତର୍କ ଆଶ୍ରୟ ଦେଖିଲେ ତର୍କଟା ଗୋଟେ ଖରାପ କଥା ନୁହଁ। କାରଣ ତର୍କ ଶାସ୍ତ୍ର ଗୋଟେ ଅଛି। ଆମେ ଜାଣିଛୁ କଲେଜରେ ଗୋଟେ ତର୍କଶାସ୍ତ୍ର ବୋଲି ଗୋଟେ ବିଷୟ ଅଛି, ଯାହାକୁ ଲଜିକ୍ କୁହାଯାଏ। ସେ ତର୍କଶାସ୍ତ୍ର କିନ୍ତୁ ଯଦି ତର୍କ ଉଦ୍ଦେଶ୍ୟ ଜଣେ ତର୍କ କରେ, ତର୍କ ଉଦ୍ଦେଶ୍ୟରେ ତର୍କ କଲେ ତର୍କ ନିମ୍ନ ମାନଙ୍କୁ ଯାଏ। କାରଣ ସେତେବେଳେ ସେ ସମାଧାନ ଉଦ୍ଦେଶ୍ୟରେ ତର୍କ କରେନି, ସେ ତର୍କ ପାଇଁ ତର୍କ କରେ। ଅର୍ଥାତ୍ ମୁଁ କାଳେ ଛୋଟ ହେଇଯିବି, ମୁଁ କାଳେ ପଛୁଆ ହେଇଯିବି, ଯାହା ସାଙ୍ଗେ ତର୍କ କରୁଛି ସେ ଜିତିଯିବ, ଏଇଭଳି ଅବସ୍ଥା ଯାଇକି ତର୍କ ଜଣେ କରେ। ସେ ନିମ୍ନମାନର, ନିମ୍ନ ସ୍ତରର କଥା। ଯାହା ତର୍କ କରିପାରେ, ଗୋଟେ ଉଚିତ କଥାରେ ତର୍କ କରିପାରେ, କିନ୍ତୁ ନିମ୍ନ ସ୍ତରର ତର୍କକୁ ତର୍କ ବୋଲି ସ୍ୱୀକାର କରାଯିବ। ଏହି ସମାଧାନ ପଥ ଖୋଜିବାକୁ ଯାଇ କେତେ ତଥ୍ୟ, କେତେ ତତ୍ତ୍ୱ, କେତେ ସତ୍ୟ, ଅର୍ଦ୍ଧ ସତ୍ୟ, ଆଂଶିକ ସତ୍ୟ, ଅପୂର୍ଣ୍ଣ ସତ୍ୟର ଆଶ୍ରୟ ନିଆ ହେଉଛି। ଅତୀତରେ ପ୍ରପତି ଲେଖୁଛନ୍ତି, এই ସମାଧାନ ପଥ ସମସ୍ତେ ଖୋଜିଛନ୍ତି। କାରଣ ମଣିଷ କ'ଣ ଆଜି ଅତିଷ୍ଠ ହେଲା? ବୁଦ୍ଧଦେବ ତାଙ୍କ ଜୀବନରେ ଅତିଷ୍ଠ ହୋଇଥିଲେ ସେତେବେଳେ, ଏବଂ ବୁଦ୍ଧଦେବ ଯେତେବେଳେ ଯେଉଁ
सत्य से प्राप्त हेले जो सिद्धि प्राप्त हेले से सिद्धि के द्वारा से व्याख्या कले बुझेले तांकर अनुगामी जो मैंने बौद्ध भिक्षु मैंने एमाने मध्य सेई सत्य खोजिବାକୁ आरंभ कले किंतु सत्य से पाइलेनी बुद्धदेव को छड़ा केही से सत्य उपनीत हेलेनि कि समस्ते समाजर अवस्था अतिष्ठ है आज नुआ नुह जड़े कई दि चार जन व्यक्ति समाज अतिष्ठ चिंता नुह अतीत अनेक अतिष्ठ होते केते तथ्य केते तत्व केते सत्य अर्ध सत्य आंशिक सत्य अपूर्ण सत्यर आश्रय निया संपूर्ण सत्य को एपर्यंत कहीं आविष्कार कर पारना अर्थनैतिक भौतिकवाद अर्थनैतिक भौतिकवाद माने जो जड़वाद आम जो जड़ वस्तु सब नहीं बंचुचु अर्थ उपर निर्भर कर जो जड़ कह जाए अर्थनैतिक भौतिकवाद विज्ञानवाद साइंस टेक्नोलॉजी शिल्प बा इंडस्ट्री बा अन्य दिगरे नीतिगत धर्ममय आध्यात्म भाव प्रस्तुत आदर्श जीवनवाद इत्यादि इत्यादि ये सब माने आपण जो माने गुरुत्व सहित शुणुंट आप चिंता कले यही शब्द अर्थनैतिक भौतिकवाद विज्ञानवाद शिल्पवाद एवं बुझीगला नीतिगत धर्ममय अध्यात्म भाव प्रस्तुत आदर्श जीवनवाद ये सब लगुनि नुआ नुआ शब्द सब जीवनवाद जीवनवाद माने जीवन को नहीं बंचे जीवन को जीवन सहित विस्मयर विषय ही जे मनुष्य यही सब समाधान द्वारा पूर्ण भाव उपकृत हो पारिना विस्मयर विषय यही जे मनुष्य यही सब समाधान द्वारा पूर्ण भाव उपकृत हो पारिना कई समाधान पाई किसी समाधान है कि पूर्ण भाव उपकृत ही नहीं ता मध्य गोटे अबोध्य अस्वस्थी और व्यर्थता रही ये अबोध्य अस्वस्थ कहीं कहुच्छी ना अस्वस्थी किसी अस्वस्थर बाट पाऊनी अबोध्य माने जे बोधगम्य नुहे जटिल ये अबोध्य गोटे अस्वस्थी गोटे निश्चय कि अस्वस्थ ठीक से बुझीपार कहीं खराब लगे कहीं व्यस्त लगे आम घरे जो बाह्य जंजाल को छाड़े भितर बेले अतिष्ठ लगुच अस्वस्थी लगुच कि कहीं लगुच बाट कौन कौन पर बहुत समय बुझे जानवे कि अबोध्य अस्वस्थी बोली कहते और व्यर्थता रही है भितर गोटे अबोध्य अस्वस्थी और व्यर्थता रही है एपरिक प्राच्य संस्कृतिर पुरातन आध्यात्मवाद को आश्रय कर जो नूतन समाज पूर्णांग रूप देखा चाहिए से भी हतोत्साहित हो पड़े प्राच्य संस्कृतिर पुरातन आध्यात्मवाद मैंने आम जो गीता उपनिषद भागवत किंबा वेद वेदांत इत्यादि ताकू नहीं जो चाहिए चेष्टा करते कि आध्यात्मिक सत्य को आश्रय करने प्राच्य संस्कृतिर पुरातन आध्यात्मवाद आश्रय कर जो नूतन समाज पूर्णांग रूप देखा चाहिए से भी हतोत्साहित हो पड़ते गोटे बृहत्तर विशालतर सर्वांगीन समृद्ध जीवन को व्यक्ति और समाज ग्रहण करने को आकांक्षित किंतु जपरी कौटे मिलूना जदि मिलूना कहीं खोजुची बहुत समय प्रश्न हम जदि जहाँ भी खोजु से पाऊनी मिलूनी तो खोजुची कहीं खोजबार हताश होनी कहीं अतिष्ठ हो सारे खोजी 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 पाऊनी तथापि खोजी चलती तार अर्थ हूँ दिने ना दिने निश्चय प्राप्त हम से क्लांत होना खोजबार क्लांति नहीं खोज चलती शरीर प्राण मनर कर्षण और समृद्धि जदि आत्मानुकूल न हुए आत्मार शुद्धि ज्ञान और आनंद पर प्रतिष्ठित न हुए ये मनुष्य जीवन पशुधर्मी हुए समाज उच्चतर अभिप्सा और आकांक्षा पराहत हुए पशु मनीष दीटा मनीष पूर्वटा है पशु पशु पर मनीष आसे जदि स्वतंत्र हो आत्मा अनुकूल नुहे माने मनुष्य भीतर जो आत्मा अच्छा जी प्रकाश अपेक्षा कर अनुकूल नहला यही सब शरीर प्राण मनर कर्षण और समृद्धि मन प्राण शरीर कर्षण माने ताको नहीं कार्य चलती
ଅଧିକରୁ ଅଧିକ ତାକୁ ଆହୁରି ବ୍ୟବହାର କରାହେଉଛି, ଆହୁରି ସେଥିରୁ ନୂଆ ନୂଆ ଜିନିଷ ବାହାରୁଛି, କେତେ କ'ଣ ଗବେଷଣା ହେଉଛି, କେତେ କ'ଣ ହେଉଛି, କର୍ଷଣ ସବୁ କରିକି ନୂଆ ନୂଆ ବାହାରୁଛି। କିନ୍ତୁ ଯଦି ତାହା ଆତ୍ମା ଅନୁକୂଳ ନ ହୁଏ, ଅର୍ଥାତ୍ ଆତ୍ମାକୁ ପ୍ରକାଶ କରିବା ଦିଗରେ ତାର ସହାୟତା ନ ହୁଏ, ଆତ୍ମାର ଶୁଦ୍ଧି ଜ୍ଞାନ ଓ ଆନନ୍ଦ ଉପରେ ପ୍ରତିଷ୍ଠିତ ନ ହୁଏ, ତେବେ ମନୁଷ୍ୟ ଜୀବନ ପଶୁଧର୍ମୀ ହୁଏ। ତାହେଲେ ପଶୁଠୁ ବିଶେଷ କିଛି ଫରକ ହେବ, ପଶୁଧର୍ମୀ ହୁଏ। କାରଣ ପଶୁ ମଧ୍ୟ ଆମେ ଆତ୍ମାକୁ ସ୍ୱୀକାର ନ କରିବା, ଆତ୍ମାରେ ନିଜ ପ୍ରକାଶ, ଆତ୍ମାର ପ୍ରକାଶ ପାଇଁ ଚେଷ୍ଟା ନ କରି ମନ ପ୍ରାଣ ଶରୀର ଅଭିବୃଦ୍ଧି କରିଚାଲିଲେ ଚାଲିଲେ ଯାହା ହେଲେ ମଧ୍ୟ ପଶୁଠାରୁ କ'ଣ ବିଶେଷ ଫରକ ହେବ? ସେଇ ତ ଶେଷରେ ମୃତ୍ୟୁ ମୁଖରେ ପଡ଼ିବ। ସେଇଟା କିଛି ଆବିଷ୍କାର করে ତା ଅଲ୍ଟିମେଟଲି ମୃତ୍ୟୁ ମୁଖରେ ପଡ଼ିବ। ତାର ଏଇ ଜୀବନରେ ଯାହା ଯାହା କରୁଥିଲା ସେଇଠି ଶେଷ କରିଦେଇ ସେ ଚାଲିଯିବ। ପଶୁଧର୍ମୀ ଅର୍ଥ ପଶୁ ଭଳି ହିଁ ଗୋଟେ ଜୀବନ ଭଳିଆ ତାକୁ ଲାଗିବ। ସମାଜର ଉଚ୍ଚତର ଅଭିପ୍ସା ଓ ଆକାଂକ୍ଷା ପରାହତ ହୁଏ। ସ୍ୱଚ୍ଛ ଅର୍ଥନୈତିକ ବସ୍ତୁବାଦ ବା ତହିଁରୁ ଜାତ ବୈଜ୍ଞାନିକ ସମାଜବାଦ ବା ଗଣତାନ୍ତ୍ରିକ ସମାଜବାଦ ମନୁଷ୍ୟର ଭୌତିକ ଜୀବନର ଚାହିଦା ଭୋଜନ, ବାସ, ବସ୍ତ୍ର, ସ୍ୱଚ୍ଛନ୍ଦତା ପ୍ରତି ଦୃଷ୍ଟି ଦିଏ, କିନ୍ତୁ ତାର ଉଚ୍ଚତର ଅଭିପ୍ସା ଓ ପରମ ଶ୍ରେୟ ପ୍ରତି ଆଖି ବୁଝିଦିଏ। ବର୍ତ୍ତମାନ ଯେତେ ଯାହା ଚେଷ୍ଟା ଚାଲିଛି ସବୁଆଡ଼େ ସେଇ କ'ଣ ରୋଟି କପଡ଼ା ମକାନ, ଖାଦ୍ୟ ବସ୍ତ୍ର ବାସଗୃହ, ଖାଦ୍ୟ ବସ୍ତ୍ର ବାସଗୃହ ଏତିକି ଦେବା ପାଇଁ ମାନେ ସଫଳ ହେଇପାରିବେ। ଯାହା ଯାହା ବାହ୍ୟ ଦୃଷ୍ଟିରୁ ଯେତେ ଯାହା ଅନୁକୂଳ କାର୍ଯ୍ୟ ସବୁ କରାଯିବ, ସେମାନେ ଖାଦ୍ୟ ବସ୍ତ୍ର ବାସଗୃହ ଦେଇପାରିବେ, କିନ୍ତୁ ନିଜର ଉଚ୍ଚତର ଅଭିପ୍ସା ଓ ପରମ ଶ୍ରେୟ ପ୍ରତି ଆଖି ବୁଝିଦିଏ। ଆମେ ଯେଉଁ ଆତ୍ମାକୁ ଆବିଷ୍କାର କରିବାକୁ ଚେଷ୍ଟା କରୁଛୁ ସେସବୁ ପାଇଁ ସେମାନେ ଚେଷ୍ଟା କରନ୍ତି ବା ଦୃଷ୍ଟି ଦିଅନ୍ତି ନାହିଁ। ଏଥିରେ ସାମାଜିକ ଜୀବନ ଆହୁରି ସମସ୍ୟା ବହୁଳ, ଅବ୍ୟବସ୍ଥିତ ଓ ଅନିଶ୍ଚିତ ହୋଇଉଠେ। ଆମେ ଗୋଟେ ଉନ୍ନତତର ଜୀବନ ଚାହିଁନୁ, ଇଚ୍ଛା କରିନୁ, ସମାଜରେ ବଞ୍ଚୁଛୁ, ସାଧାରଣ ଭାବରେ ବଞ୍ଚୁଛୁ, ପଶୁଧର୍ମୀ ବଞ୍ଚୁଛୁ। ସେଥିରେ ଯେତିକି ସମସ୍ୟା, ଆମେ ଉଚ୍ଚତର ଏକ ଜୀବନ ଚାହୁଁଛୁ କିନ୍ତୁ ସେ ଜୀବନକୁ ପ୍ରାପ୍ତ କରିପାରୁନାହୁଁ ଏବଂ ପଶୁ ଭଳି ବା ଯାହା କରିବା କଥା କରୁଛୁ, ଏଥିରେ ସମସ୍ୟା ବହୁ ଗୁଣରେ ଅଧିକ ହେଇଯିବ। କାରଣ ଆମେ ସେଥିରେ ସାଟିସ୍ଫାଏଡ୍ ନୁହଁ, ନୂଆ ପାଉନ। ଅନ୍ୟମାନେ କ'ଣ ସେଇ ଜୀବନରେ ସାଟିସ୍ଫାଏଡ୍, ତାଙ୍କ ଯାହା ଜୀବନ ଚାଲିଛି ଗଡାଳିକା ପ୍ରଭାବରେ ଚାଲିଛି, ତାଙ୍କର ବିଶେଷ କିଛି ସେମାନେ ଖୋଜୁନାହାନ୍ତି, ତେଣୁ ଅସନ୍ତୁଷ୍ଟ ହେବାକୁ ନାହିଁ। ଆମେ ଆମେ ଏଥିରେ ଅସନ୍ତୁଷ୍ଟ ହେଇସାରିଲୁଣି। ଆମେ ଯେଉଁ ଧାରାରେ ମଣିଷ ଚାଲିଛି, ଯେତେ ଆବିଷ୍କାର କରୁ, ଯେତେ ଯାହା କରୁ, ମନ ପ୍ରାଣ ଶରୀର ଯାବତୀୟ କର୍ଷଣ କରୁଛି, ଅନେକ ପ୍ରକାର ଏକ୍ସରସାଇଜ କରୁଛି, ଅନେକ ପ୍ରକାର ତାର ରିସର୍ଚ୍ଚ କରୁଛି, ସବୁ କରୁଛି, ଯଥେଷ୍ଟ ହେଇଗଲାଣି। କିନ୍ତୁ ତଥାପି ଯେଉଁ ସତ୍ୟ, ସେ ସତ୍ୟ ପାଖରେ ପହଞ୍ଚି ପାରୁନି। ସତ୍ୟ ଖୋଜିବା ବନ୍ଦ କରିଦିଅ, ଯଦି ପାଉନା ସତ୍ୟ ଖୋଜିବା ବନ୍ଦ କରନା, ତାକୁ ବି କରିପାରୁନି। ଅଭିପ୍ସା ବନ୍ଦ ହେଇପାରିବନି। ଅଭିପ୍ସା ରହିଛି, ଗୋଟେ ନୂତନ ବସ୍ତୁ ପାଇଁ ଅଭିପ୍ସା ରହିଛି। ଏଇଟା ପୁରାତନ ବସ୍ତୁକୁ ଯେତେ ଚେଷ୍ଟା କଲେ ମଧ୍ୟ ତା ମାଧ୍ୟମରେ ପାଇବା ସମ୍ଭାବନା ନାହିଁ। ଆଉ ଗୋଟେ କିଛି ଅନ୍ୟ ବସ୍ତୁ ଅଛି ଯାହା ମାଧ୍ୟମରେ ତାକୁ ଆମେ ପାଇପାରିବୁ। ସେଥିପାଇଁ ତାର ସମସ୍ୟା ବହୁତ ବେଶୀ ଜଟିଳ, ବହୁତ ଅଧିକ ସମସ୍ୟା। ଏଥିରେ ସାମାଜିକ ଜୀବନ ଆହୁରି ସମସ୍ୟା ବହୁଳ, ଅବ୍ୟବସ୍ଥିତ ଓ ଅନିଶ୍ଚିତ ହୋଇଉଠେ। ଯୁଦ୍ଧ ବିଗ୍ରହକୁ ନିମନ୍ତ୍ରଣ କରାଯାଏ। ସେତେବେଳେ ଯୁଦ୍ଧ ବିଗ୍ରହ ବିଭିନ୍ନ ପ୍ରକାର ସମସ୍ୟା ଆସି ସଂସାରରେ ପହଞ୍ଚିଯାଏ। କାମନାର ସ୍ୱଚ୍ଛନ୍ଦ ପରିପୂର୍ଣ୍ଣ ଯେଉଁ ସଂସ୍କୃତି ଓ ବିଚାର ମୂଳ ହୁଏ, ତାର ପତନ ଅବଶ୍ୟମ୍ଭାବୀ। ଯଦି କୌଣସି କାରଣରୁ ଆମେ କାମନା ପ୍ରତି ଆସକ୍ତ ହେଲୁ, କାମନା ମାନେ ଆମର ଆବଶ୍ୟକତା, କାମନା ବାସନା ଯାହା କହନ୍ତି, ଡିଜାୟାର୍ସ, ଏଟା ପ୍ରାଣର ଏକ ଦାବି, କାମନା ବାସନା। ସେଥିରେ ଯଦି ଆମେ ଅଧିକରୁ ଅଧିକ ବ୍ୟସ୍ତ ରହିଲୁ, ତାର ସ୍ୱଚ୍ଛନ୍ଦ ପରିପୂର୍ଣ୍ଣ ଯେଉଁ ସଂସ୍କୃତି ଓ ବିଚାରର ମୂଳ ହୁଏ, ତାର ପତନ ଅବଶ୍ୟମ୍ଭାବୀ। ସେ କେବେ ହେଲେ ସେ ତାର ଅଗ୍ରଗତି ସମ୍ଭବ ନୁହଁ। ଆମେ ତାହା ସ୍ୱଚକ୍ଷୁରେ ଦେଖୁଛୁ। ମାନବ ସମାଜ ଓ ସଭ୍ୟତାର ଏହା ଗୋଟେ ଦୁର୍ଦିନ ବୋଲି କହିବାକୁ ହେବ। ସ୍ୱଚକ୍ଷୁରେ ଦେଖୁଛୁ ମାନେ ଯେଉଁମାନେ ଏଇ ଧାରାରେ କାର୍ଯ୍ୟ କରୁଛନ୍ତି ସେମାନେ କିଛି ଦିନ ପରେ ନଷ୍ଟ ହେଇଯାଉଛି। ଅନେକ ଉଦାହରଣ ଅତୀତରେ ହେଇଛି, ଅନେକ କିଛି ଆବିଷ୍କାର କରାହେଇଛି, ଅନେକ କିଛି ସିଦ୍ଧିପ୍ରାପ୍ତ ହେଇଛି, ଅନେକ କିଛି ହେଇଛି, କିନ୍ତୁ ତା ଭିତରୁ କୁହାଗଲା କାମନାର ବିନାଶ ଦୁଃଖର ବିନାଶ। କିନ୍ତୁ ଏହା ଏକ ସତ୍ୟ ହେଲେ ମଧ୍ୟ ସଂସାରରେ କାମନାର ବିନାଶ ହେଲା ନାହିଁ।
ଆଉ ଅନେକ ଲୋକ ସେ ସମୟରେ ଗ୍ରହଣ କଲେ ଏବଂ ନିଜ ଜୀବନକୁ ସେଠାରେ ବଞ୍ଚିବା ପାଇଁ ଚେଷ୍ଟା ବି କଲେ, କିନ୍ତୁ ତଥାପି କାମନାର ବିନାଶ ହେଲାନି, ବରଂ କାମନା ବଢ଼ି ଚାଲିଲା। ଏମିତି ଯେତେ ଯେତେ ପ୍ରକାରର ଚେଷ୍ଟା କରାଯାଇଛି ଅତୀତରେ, ସବୁ ଚେଷ୍ଟା ମାନେ ବିଫଳ ହେଇଛନ୍ତି। ମାନବ ସମାଜ ଓ ସଭ୍ୟତାର ଏହା ଗୋଟେ ଦୁର୍ଦିନ ବୋଲି କହିବାକୁ ହେବ। ବର୍ତ୍ତମାନ ସମୟଟା ଗୋଟେ ଦୁର୍ଦିନ। ମାନବ ସମାଜ ଓ ମାନବ ସଭ୍ୟତା ଏମାନଙ୍କୁ ଦୁର୍ଦିନ ଏଇଥିପାଇଁ ସେମାନେ ଆଉ ଏକ ନୂଆ ଜିନିଷ ଖୋଜିବା ପାଇଁ ଇଚ୍ଛା କରୁଛନ୍ତି, ନୂଆ ଜିନିଷ ଖୋଜିବା ପାଇଁ ଇଚ୍ଛା କରୁଛନ୍ତି, କିନ୍ତୁ ପୁରାତନକୁ ଛାଡ଼ି ପାରୁନାହାନ୍ତି, ପୁରାତନକୁ ଛାଡ଼ି ପାରୁନାହାନ୍ତି, ନୂଆକୁ ଖୋଜୁଛନ୍ତି। ଏଇ ସମସ୍ୟା ଗୋଟେ ବହୁତ ବଡ଼ ଦୁର୍ଦିନ ହେଇଥିବ, ଅସମୟ ଦୁଃସମୟତା। ଯଦି ଧର୍ମ ନୀତି ଆଧ୍ୟାତ୍ମିକତା କାମନାର ବିନାଶ ନିର୍ବାଣ ମୁକ୍ତି ମୋକ୍ଷ ସଂସାର ବର୍ଜନ ପ୍ରତ୍ୟାଖ୍ୟାନ ତ୍ୟାଗ ଆତ୍ମାର ଐଶ୍ୱର୍ଯ୍ୟ ବିଭୂତି ମୁକ୍ତି ଶୁଦ୍ଧି ପ୍ରଶାନ୍ତି ଆନନ୍ଦ କେବଳ ସ୍ୱର୍ଗମୁଖୀ ହୁଏ, ଶରୀର ପ୍ରାଣ ମନ ଅର୍ଥାତ୍ ଏହି ପାର୍ଥିବ ଜୀବନ ପ୍ରକୃତି ମଧ୍ୟରେ ନିଜକୁ ପ୍ରକାଶ ନ କରେ ବା ସେଥିପ୍ରତି ବିମୁଖ ହୁଏ, ତେବେ ସେହି ଆଧ୍ୟାତ୍ମିକତା ସୀମିତ ଆଂଶିକ ପଙ୍ଗୁ ନିଃଶରୀରୀ ପାକ୍ଷିକ ଏକଦେଶଦର୍ଶୀ। ଚମତ୍କାର ଭାଷା, ଏକଦମ ସାଂଘାତିକ ଭାଷା, ସହଜରେ ବୁଝିବାକୁ ହବ, ସହଜରେ କହିଲେ ଏହା ବୁଝା ହବ। ଯେଉଁ ସାଧନା, ଯେଉଁ ଧର୍ମନୀତି ଇତ୍ୟାଦି, ଏମାନେ ଗୋଟେ ସିଦ୍ଧିପ୍ରାପ୍ତ ହେଇକି ଚାଲିଯିବା ପାଇଁ ଚାହାନ୍ତି, ଗୋଟେ ସିଦ୍ଧିପ୍ରାପ୍ତ ହେଇ ଚାଲିଯିବାକୁ ଚାହାନ୍ତି। ଆତ୍ମାର ଐଶ୍ୱର୍ଯ୍ୟ ବିଭୂତି ମୁକ୍ତି ଶୁଦ୍ଧି ପ୍ରଶାନ୍ତି ଆନନ୍ଦ କେବଳ ସ୍ୱର୍ଗମୁଖୀ ହୁଏ, ଅର୍ଥାତ୍ ତାଙ୍କର ଆବଶ୍ୟକତା ହେଉଛି ସ୍ୱର୍ଗ। ଯେମିତି କୁହାଯାଏ ପାପ ପୁଣ୍ୟର ବିଚାର କରାଯାଏ, ଯେ ପୁଣ୍ୟ କରିଥିବ ତା ସ୍ୱର୍ଗ ପ୍ରାପ୍ତି, ସ୍ୱର୍ଗ ବୈକୁଣ୍ଠ ଇତ୍ୟାଦି ଯେଉଁ ବର୍ଣ୍ଣନା ଅଛି, ତାଙ୍କ ସେ ସ୍ୱର୍ଗମୁଖୀ ତାଙ୍କର ସାଧନା, ସେ ସ୍ୱର୍ଗ ପାଇଁ ଚାହୁଁଛନ୍ତି, ସ୍ୱର୍ଗ ଖୋଜୁଛନ୍ତି। ଯଦି ସ୍ୱର୍ଗମୁଖୀ ହୁଏ, ଶରୀର ପ୍ରାଣ ମନ ଅର୍ଥାତ୍ ଏଇ ପାର୍ଥିବ ଜୀବନ ଓ ପ୍ରକୃତି ମଧ୍ୟରେ ନିଜକୁ ପ୍ରକାଶ ନ କରେ, ମନ ପ୍ରାଣ ଶରୀରକୁ ଅଲଗା କରିଦେଇ ଆତ୍ମା ଏବଂ ଅନ୍ୟାନ୍ୟ ଉଚ୍ଚତର ସତ୍ତାମାନେ ଯେ ଭିତରେ ଅଛନ୍ତି, ସେମାନେ କେବଳ ସ୍ୱର୍ଗକୁ ଚାଲିଲେ, ସ୍ୱର୍ଗ ଖୋଜିଲେ ମାନେ ଭଗବାନଙ୍କୁ ଖୋଜିଲେ ନିଜ ଭିତରେ, ମନ ପ୍ରାଣ ଶରୀରକୁ ଆଉ ସାଙ୍ଗରେ ନେଲେନି, ମନ ପ୍ରାଣ ଶରୀର ଅଲଗା ହେଇଗଲେ। ତେବେ ସେଇ ଆଧ୍ୟାତ୍ମିକତା ସୀମିତ, ସେଇ ଯେଉଁ ଆଧ୍ୟାତ୍ମିକତା ତାହା ବି ଏକ ଆଧ୍ୟାତ୍ମିକତା, କିନ୍ତୁ ସେ ଆଧ୍ୟାତ୍ମିକତା ନୁହଁ। ଆମେ ଯେଉଁ ଆଧ୍ୟାତ୍ମିକତା ଖୋଜୁଛୁ, ଲୋଡ଼ୁଛୁ, ଆବଶ୍ୟକ କରୁଛୁ, ସେ ଆଧ୍ୟାତ୍ମିକତା ନୁହଁ। ଆମେ ମନ ପ୍ରାଣ ଶରୀରକୁ ଛାଡ଼ିକି ହେଇପାରିବନି। ଅତୀତରେ ସବୁବେଳେ କର୍ମ ବିମୁଖ, ଯେଉଁ ସାଧନା କରୁଥିଲେ ତା କର୍ମ କରିବେନି, ବିବାହ ସଂସାର କରି ସାଧନା କରିପାରିବନି, ତୁମେ ଚାକିରି ଫାକିରି କରି ସାଧନା କରିପାରିବନି, ତୁମେ ଅନ୍ୟାନ୍ୟ, କାହିଁକିନା ଏସବୁ ଭିତରେ କ'ଣ ନା ତୁମେ ଆସକ୍ତ ହେଇଗଲ, ସଂସାର ସହିତ ଜଡ଼ିତ ହେଇଗଲ। କିନ୍ତୁ ତାରି ଭିତରେ ଭଗବାନଙ୍କୁ ଆବିଷ୍କାର କରିହେବ, ମନ ପ୍ରାଣ ଶରୀରକୁ ଯଦି ତୁମେ ଆତ୍ମା ସହିତ ଯୁକ୍ତ କରିପାରିବ, ଯଦି କରିନପାରିବ ତାହେଲେ ଏହା ସାଧନା ନୁହଁ। ସେ ଆଧ୍ୟାତ୍ମିକତା ସୀମିତ ଆଂଶିକ ଓ ପଙ୍ଗୁ ନିଃଶରୀରୀ ମାନେ ଶରୀର ନୁହଁ, ପାକ୍ଷିକ ଓ ଏକଦେଶଦର୍ଶୀ ମାନେ ୱାନ୍ ସାଇଡେଡ୍, ପାର୍ସିଆଲ, ଗୋଟେ ପଟ କଥା ତୁମେ କହୁଛ, ଆର ପାଖ କଥାଟା କହୁନା। ସେଥିରେ ଶ୍ରେୟ ଅଛି କିନ୍ତୁ ସମୃଦ୍ଧି ନାହିଁ। ଶ୍ରେୟ ଅଛି ସମୃଦ୍ଧି ନାହିଁ ମାନେ ଧରା ଯେଉଁ ଆନନ୍ଦ ଅଛି, କିନ୍ତୁ ଆନନ୍ଦର କ'ଣ ଯେଉଁ ଅନୁଭବ ନାହିଁ, ଆନନ୍ଦକୁ ପ୍ରକାଶ କରିବାର ଉପାୟ ନାହିଁ। ମୋତେ ଆନନ୍ଦ ଲାଗୁଛି, ଆନନ୍ଦକୁ ମୋ ଭିତରେ ପ୍ରକାଶ କରିପାରୁନି। ମୁଁ ଆନନ୍ଦ ଧରାଯାଉ ମୋତେ ଗୋଟେ ଖାଦ୍ୟ ମିଳିଲା, ମିଠାଟେ ମିଳିଲା, ମୁଁ ଯେ ଖାଦ୍ୟଟା ଖାଇଲି, ମିଠା ଲାଗିଲା, ମୁଁ ଅନୁଭବ କଲି, କିନ୍ତୁ ସେଇ ଅନୁଭବକୁ ଅନ୍ୟକୁ ଦେଇପାରୁନି। ଆମେ କହିଥାନ୍ତୁ ମିଠା ଖାଇଲା ଅଧେ ଖାଇ ଅଧେ ଦେଇଦେଲେଣି, ସିଏ ପୁଣି କ'ଣ କରିବ, କେତେ ଜଣଙ୍କୁ ସେ ଦେଇପାରିବ? ନିଜର ଯେଉଁ ଅନୁଭବ, ସେ ଅନୁଭବକୁ ଅନ୍ୟକୁ ଦେବା ପାଇଁ ହେଲେ ସିଏ ମଧ୍ୟ ଚେଷ୍ଟା କରିବ, ସେ ମଧ୍ୟ ଚେଷ୍ଟା କରିବାକୁ ପଡ଼ିବ, ତାକୁ ମଧ୍ୟ ସେଇ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଏଇଟା ଯଦି ତା ନ ହୁଏ, ମନ ପ୍ରାଣ ଶରୀରକୁ ସାଙ୍ଗରେ ନିଆ ନଯାଏ, ତାହେଲେ ଏହା ଏକଦଶାଦର୍ଶୀ ବୋଲି କହୁଛନ୍ତି, ୱାନ୍ ସାଇଡ୍ ପାର୍ସିଆଲ ଟ୍ରୁଥ୍ ହେଇଯିବ।
ପାର୍ସିଆଲ ସାଧନା ହେଇଯିବ। ଏଥିରେ ଶ୍ରେୟ ଆନନ୍ଦ ଶ୍ରେୟ ଅଛି, ମାନେ ତାର ବାହାଦୁରୀ ବହୁତ ବଢ଼ିଆ, ଖୁବ୍ ଭଲ କାମ ସେ, କିନ୍ତୁ ସମୃଦ୍ଧି ନାହିଁ। କଲ୍ୟାଣ ଅଛି କିନ୍ତୁ କ୍ରିୟା ନାହିଁ, କାର୍ଯ୍ୟ ନାହିଁ ତାର। କଲ୍ୟାଣ ଅଛି, ଆଶୀର୍ବାଦ, ଜଣେ ସାଧୁ ଆସିଲେ ଘରକୁ ଆଶୀର୍ବାଦ ଦେବେ, କିନ୍ତୁ ସେ ଆଶୀର୍ବାଦରେ ସେତିକି ସରିଲା। ତାପରେ ସିଏ ତାର ସାଧୁ ଚାଲିଗଲା ପରେ ସିଏ ଆଉ ସାଧୁ ହେଇପାରିଲାନି। ସାଧୁଙ୍କର ଆଶୀର୍ବାଦ ନେଇ କେବଳ ରହିଲା। ସାଧୁ ଚାଲିଗଲା ଆଶୀର୍ବାଦ ଦେଇଦେଇକି, କିନ୍ତୁ ସିଏ ସାଧୁ ହେଇପାରିଲାନି କି ସିଏ କାହାକୁ ଆଶୀର୍ବାଦ କରିପାରିବନି, କାରଣ ତାର ସେ ସାମର୍ଥ୍ୟ ନାହିଁ। ଏପରି ଆଧ୍ୟାତ୍ମିକତା ପାର୍ଥିବ ଜୀବନକୁ ନିଃସ୍ୱ, ନିଃସମ୍ବଳ ଓ ସାମର୍ଥ୍ୟହୀନ କରି ପକାଏ। ଏପରି ଆଧ୍ୟାତ୍ମିକତାକୁ ଆଶ୍ରୟ କରି ଜାତୀୟ ଉନ୍ନତି ହୁଏ ନାହିଁ। ଆମମାନେ ଚାହୁଁଛୁ ବୃହତ୍ ଶିଳ୍ପ ଯୋଜନା, ସାଂସାରିକ ସମୃଦ୍ଧି, ବିଭବ ଓ ପାର୍ଥିବ ସଂଗଠନ ଓ ସଂହତି ମଧ୍ୟରେ ଦିବ୍ୟ ବିଧାନ, ନିୟତି ଓ ଶକ୍ତିର ଏକ ଜ୍ୱଳନ୍ତ ଓ ଜୀବନ୍ତ ସାନ୍ନିଧ୍ୟ ଓ ଅଭିବ୍ୟକ୍ତି। ଆମେ ସାଧାରଣ ମଣିଷ ଯେଉଁ ଜୀବନ ବଞ୍ଚୁଛି, ଏଇ ଜୀବନ ବଞ୍ଚିବା ଭିତରେ ଆମେ ଆଧ୍ୟାତ୍ମିକତା ଖୋଜୁଛୁ, ଆଧ୍ୟାତ୍ମିକତା ଚାହୁଁଛୁ। ଆମେ ଆଧ୍ୟାତ୍ମିକତା ଖୋଜିବାକୁ ଚାହୁଁନାହୁଁ ବାହାରେ କୋଉଠି। ଆମର ସେଥିପାଇଁ କହିଲେ ଆମେ ଚାହୁଁଛୁ ବୃହତ୍ ଶିଳ୍ପ ଯୋଜନା, ଇଣ୍ଡଷ୍ଟ୍ରି ଚାଲିଥିବ, ବୃହତ୍ ଶିଳ୍ପ ଯୋଜନା, ସାଂସାରିକ ସମୃଦ୍ଧି, ଆମ ସଂସାର ଯାହା ସମୃଦ୍ଧି, ଏଗ୍ରିକଲଚର ହଉ, ଇଣ୍ଡଷ୍ଟ୍ରି ହଉ, ବିଜନେସ୍ ହଉ, କମର୍ସ ହଉ, ଅନ୍ୟାନ୍ୟ ଯାହା ଯାହା ଅଛି, ଏସବୁ ସମୃଦ୍ଧି, ବିଭବ, ବହୁତ କିଛି ତାର ଐଶ୍ୱର୍ଯ୍ୟ ବଢ଼ିବ, ଓ ପାର୍ଥିବ ସଂଗଠନ। ପାର୍ଥିବ ସଂଗଠନ ମାନେ ପରିବାରକୁ ସଂଗଠିତ କରିବା, ସମାଜକୁ ସଂଗଠିତ କରିବା, ଏସବୁ ଆମେ ଚାହୁଁଛୁ। ଏବଂ ସଂହତି, ସଂଗଠନ ଓ ସଂହତି ମଧ୍ୟରେ ଦିବ୍ୟ ବିଧାନ, ତାରି ଭିତରେ ଦିବ୍ୟ ବିଧାନ। ଏଇସବୁ କାର୍ଯ୍ୟ ଭିତରେ ଗୋଟେ ଭଗବାନଙ୍କର ବିଧାନ, ନିୟତି ଓ ଶକ୍ତିର ଏକ ଜ୍ୱଳନ୍ତ ଓ ଜୀବନ୍ତ ସାନ୍ନିଧ୍ୟ ଓ ଅଭିବ୍ୟକ୍ତି। ନିୟତି ଭଗବାନ ହେଉଛନ୍ତି ଓ ଶକ୍ତି ତାଙ୍କର ଶକ୍ତିର ଏକ ଜ୍ୱଳନ୍ତ ଓ ଜୀବନ୍ତ ସାନ୍ନିଧ୍ୟ ଓ ଅଭିବ୍ୟକ୍ତି। ସାନ୍ନିଧ୍ୟ ମାନେ ତାଙ୍କ ଉପସ୍ଥିତି। ଭଗବାନ ଆମ କାର୍ଯ୍ୟ ଭିତରେ ଏଇଠି ଚଳପ୍ରଚଳ ହେବେ। ମୋ ପରିବାର ଭିତରେ ଭଗବାନ ରହିବେ, ମୋ ସାଙ୍ଗରେ ଭଗବାନ ରହିବେ, ଇଏ ହେବ ତାଙ୍କର ସାନ୍ନିଧ୍ୟ। ସାନ୍ନିଧ୍ୟ ମାନେ ମୋ ସାଙ୍ଗରେ ଅଛନ୍ତି ବୋଲି ମୁଁ ଅନୁଭବ କରିବି, ମୋ ସାଙ୍ଗରେ ଅଛନ୍ତି ମୁଁ ଅନୁଭବ କରିବି, ମୋ ପରିବାର ସମସ୍ତେ ଅନୁଭବ କରିବେ, ସବୁ ଜାଗାରେ ଭଗବାନ ଅଛନ୍ତି ବୋଲି। ଆମେ ଯଦି ଘର ଲୋକମାନେ ଅଛନ୍ତି ବୋଲି କେହି କହିବାକୁ ପଡ଼ୁନି, ସମସ୍ତେ ଜାଣିଛନ୍ତି ଏମାନେ ଘରେ ଅଛନ୍ତି, ଭଗବାନ ସେମିତି ଆମ ସାଙ୍ଗରେ ରହିବେ, ଏବଂ ସାନ୍ନିଧ୍ୟ ତାଙ୍କର ଏବଂ ଅଭିବ୍ୟକ୍ତି ପ୍ରକାଶ ହେବେ। ଖାଲି ରହିବେନି ନୁହଁ, ଆମ ଭିତରେ ସେ ପ୍ରକାଶିତ ହେବେ। ଧୀରେ ଧୀରେ ଆମେ ଆଉ ସେ ସମାନ ହେଇଯିବୁ। ଆମେ ଖୋଜୁଛୁ ଏଇଆ, ଏଇ ନୂତନ ଯେଉଁ ଯୁଗ, ନୂତନ ସାଧନା, ଏ ନୂତନ ସାଧନା ଏହା ହିଁ ଦରକାର। ଆମ ପରିବାରରେ, ଆମ ସଂସାରରେ, ଆମ ସମାଜରେ ସବୁ କାର୍ଯ୍ୟ ହେବ, ସବୁ କାର୍ଯ୍ୟ ଭିତରେ ଭଗବାନ ପ୍ରକାଶ ହେବେ। ଯେଉଁଟା ଭଗବାନ ପାଇଁ ଯୋଗ୍ୟ ନୁହଁ ବା ଭଗବାନ ଯେଉଁଟା ବିରୋଧୀ ଶକ୍ତି ମାନଙ୍କର, ସେ ତ ନିପାତ ହେବେ, ପରିବର୍ତ୍ତନ ହେଇଯିବେ, ତ ପରିବର୍ତ୍ତନ ହେଇଯିବେ। କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟ ଯାହା ସବୁ ଅଛି, ଯେଉଁମାନେ ଭଗବାନଙ୍କ ଉଦ୍ଦେଶ୍ୟରେ କାମ କରିବେ, ସେଠି ଭଗବାନ ନିଜେ ତାଙ୍କ ସାଙ୍ଗରେ ରହିବେ, ନିଜେ ପ୍ରକାଶିତ ହେବେ। ଭଗବାନଙ୍କୁ ପ୍ରକାଶ କରିବା, ଭଗବାନଙ୍କୁ ପ୍ରକାଶ କରିବା ହେଉଛି ନୂତନ ଯୁଗର ଲକ୍ଷ୍ୟ। ଏହା ହିଁ ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମ ଦୃଷ୍ଟି, ଯାହାଦ୍ୱାରା ଭଗବାନ ଓ ପୃଥିବୀ ମଧ୍ୟରେ ମୁକ୍ତି ଓ କର୍ମ ମଧ୍ୟରେ ସମାଧାନ ହେଉଛି। ଏହା ହିଁ ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମ ଦୃଷ୍ଟି। ଆଗର ଆଧ୍ୟାତ୍ମ ଦୃଷ୍ଟି ଅପୂର୍ଣ୍ଣ ଥିଲା, ଏ ହେଉଛି ପୂର୍ଣ୍ଣାଙ୍ଗ। ପୂର୍ଣ୍ଣାଙ୍ଗ କାହିଁକି ନା ମନ ପ୍ରାଣ ଶରୀରକୁ ଯୁକ୍ତ କରାହେଉଛି ଆତ୍ମା ସାଙ୍ଗରେ, ତେଣୁ ଏହା ପୂର୍ଣ୍ଣାଙ୍ଗ। ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମ ଦୃଷ୍ଟି, ଯାହାଦ୍ୱାରା ଭଗବାନ ଓ ପୃଥିବୀ ମଧ୍ୟରେ, ଏ ହେଲା ପୂର୍ଣ୍ଣାଙ୍ଗ। ଭଗବାନ ଓ ପୃଥିବୀ ଭିତରେ କ'ଣ ଥିଲା? ଭଗବାନ ନିଜକୁ ପୃଥିବୀରେ ପ୍ରକାଶ କରିପାରୁନଥିଲେ। ଭଗବାନ ଅଛନ୍ତି, ପୃଥିବୀ ସୃଷ୍ଟି କରିଛନ୍ତି, ସବୁ କରିଛନ୍ତି, କିନ୍ତୁ ପୃଥିବୀ ଭିତରେ ଭଗବାନଙ୍କର ଯେଉଁ ଉପସ୍ଥିତି କେହି ଅନୁଭବ କରୁନାହାନ୍ତି। କାରଣ ଭଗବାନ ନିଜେ ଅଛନ୍ତି, ଥିଲେ ମଧ୍ୟ ପୃଥିବୀ ଭିତରେ ପ୍ରକାଶିତ ହେଇନାହାନ୍ତି ବା ପୃଥିବୀ ସାଙ୍ଗରେ ଏକୀଭୂତ ହେଇପାରୁନାହାନ୍ତି। ପୃଥିବୀ ମଧ୍ୟରେ ମୁକ୍ତି ଓ କର୍ମ ମଧ୍ୟରେ ସମାଧାନ। ଭଗବାନ ଯାହା, ପୃଥିବୀ ସେଇଆ। ବର୍ତ୍ତମାନ ପୃଥିବୀ ଯାହା, ଭଗବାନଙ୍କର ସେଇଆ। ବର୍ତ୍ତମାନ ପୃଥିବୀ ଯାହା, ଅସୁର ସେଇଆ। ବର୍ତ୍ତମାନ ପୃଥିବୀ ଯାହା, ଅନ୍ଧକାର ସେଇଆ, ଅଜ୍ଞାନତା ସେଇଆ, ମିଥ୍ୟାଚାର ସେଇଆ, ଅସୁର ଆସୁରିକ ଶକ୍ତିର ପ୍ରଭାବରେ ପୃଥିବୀ ଚାଲିଛି ବର୍ତ୍ତମାନ। କିନ୍ତୁ ଏହା କ'ଣ ହବ ନା, ଭଗବାନ ଯାହା, ପୃଥିବୀ ସେଇଆ, ଏହା ହବ। ଭଗବାନ ଓ ପୃଥିବୀ ମଧ୍ୟରେ, ମୁକ୍ତି ଓ କର୍ମ ମଧ୍ୟରେ। ଆଗେ ଯେଉଁମାନେ ମୁକ୍ତି ଖୋଜୁଥିଲେ, ସେମାନେ କର୍ମକୁ ଛାଡ଼ି ଦେଉଥିଲେ,
କର୍ମ ମାଧ୍ୟମରେ ମୁକ୍ତି ପାଇବା ସମ୍ଭବ ନୁହେଁ ବୋଲି କହୁଥିଲେ, କିନ୍ତୁ ଏବେ କର୍ମ ଓ ମୁକ୍ତି ମଧ୍ୟରେ ଏକ ସମାଧାନ, ତାଙ୍କ ଭିତରେ ସମାଧାନ ରହିବ। ବ୍ୟକ୍ତିଗତ ଜୀବନ ଓ ସାମାଜିକ ଜୀବନ ଏହା ହିଁ ବ୍ୟାପକ ବିଶାଳତର ସର୍ବାଙ୍ଗୀନ ସମାଧାନ। ବ୍ୟକ୍ତିଗତ ଜୀବନ ଓ ସାମାଜିକ ଜୀବନର ଏହା ହିଁ ବ୍ୟାପକ ଓ ବିଶାଳତର ଓ ସର୍ବାଙ୍ଗୀନ ସମାଧାନ। ବ୍ୟାପକ ବିଶାଳତର, କାରଣ ବ୍ୟକ୍ତିଗତ ଓ ସାମାଜିକ ଉଭୟ କୁହାଯାଇଛି। ବ୍ୟକ୍ତିଗତ ଜୀବନ ସାମାଜିକ ଜୀବନ ଏହା ହେଉଛି ସମାଧାନ, ସର୍ବାଙ୍ଗୀନ ସମାଧାନ। ଭଗବାନଙ୍କୁ ଆଣିବାକୁ ପଡ଼ିବ, ଭଗବାନଙ୍କର ସାନ୍ନିଧ୍ୟ ପାଇବାକୁ ପଡ଼ିବ। ଯେଉଁମାନେ କେବଳ ଅର୍ଥନୈତିକ ଲକ୍ଷ୍ୟ ଓ ବିକାଶକୁ ସର୍ବସ୍ୱ ମନେ କରି ଆପ୍ରାଣ ସେହି ପଥରେ ଚାଲିଛନ୍ତି, ସେମାନେ ମଧ୍ୟ ଏହି ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମିକ ଦୃଷ୍ଟିର ଯୋଜନା ମଧ୍ୟରେ ନିଜ ଯଥାର୍ଥ ସ୍ଥାନ ବାଛି ନେଇପାରିବେ। ଧରାଯାଉ ଜଣେ କେବଳ ଅର୍ଥ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି, ଅର୍ଥ ଉପାର୍ଜନ ପାଇଁ କାର୍ଯ୍ୟ କରୁଛି, ତା ପାଇଁ ମଧ୍ୟ ଏଠି ସ୍କୋପ୍ ଅଛି। ସେ ଚାହିଁଲେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବ। କେବଳ ଅର୍ଥ ବି କୁହାଯାଇଛି, ଅର୍ଥ ହେଉଛି ଭଗବାନଙ୍କର ଶକ୍ତି। ତେଣୁ ସେଥିରେ ମଧ୍ୟ ଜଣେ ଚାହିଁବ ଯଦି ଏଥିରେ ଆସି ସ୍ଥାନ, ଯେଉଁମାନେ କେବଳ ଅର୍ଥନୈତିକ ଲକ୍ଷ୍ୟ ବିକାଶକୁ ସର୍ବସ୍ୱ ମନେ କରି ଆପ୍ରାଣ ସେହି ପଥରେ ଚାଲିଛନ୍ତି, ସେମାନେ ମଧ୍ୟ ଏହି ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମିକ ଦୃଷ୍ଟିର ଯୋଜନା ମଧ୍ୟରେ ନିଜର ଯଥାର୍ଥ ସ୍ଥାନ ବାଛି ନେଇପାରିବେ। ସେମାନେ ବୁଝିନେବେ ଯେ ଅର୍ଥର ଆବଶ୍ୟକତା କ'ଣ, ଅର୍ଥ ପାଇଁ ଅର୍ଥ ନୁହଁ, ଭଗବାନ ପାଇଁ ଅର୍ଥ, ଏଟା ସେ ଅନୁଭବ କରିବେ ଏବଂ ତାଙ୍କ ନିଜ ସ୍ଥାନ ଜାଣିନେବେ କେଉଁଠି। ଆମେମାନେ ମନେ କରୁ ବର୍ତ୍ତମାନ ଭାରତବର୍ଷରେ ଏପରି ଗୋଟିଏ ସମୟ ଉପସ୍ଥିତ ଯେତେବେଳେ ଏହି ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମିକ ଦୃଷ୍ଟିର ଏକାନ୍ତ ପ୍ରୟୋଜନ। ଆଉ ଖଣ୍ଡିତ ଆଧ୍ୟାତ୍ମିକ ଦୃଷ୍ଟିର ସମାଧାନ କିଛି ନାହିଁ, କିଛି ଆବଶ୍ୟକ ବିଶେଷ କିଛି ଆଉ ତାଙ୍କର ଅଗ୍ରଗତି କରିପାରିବ ନାହିଁ। ଶ୍ରୀ ଅରବିନ୍ଦ ଯେଉଁ ମହାନ ଅତିମାନସ ଦିବ୍ୟ ସତ୍ୟକୁ ଏହି ପୃଥିବୀ ପୃଷ୍ଠରେ ଉତାରି ଆଣିଛନ୍ତି, ତାହା ହିଁ ସର୍ବାଙ୍ଗୀନ ସର୍ବପୂରକ ଦିବ୍ୟ ଦୃଷ୍ଟି ଜ୍ଞାନ ଓ ଶକ୍ତିର ପ୍ରତୀକ। ସବୁକିଛି ତା ମଧ୍ୟରେ ନିହିତ ଅଛି। ସେଇ ଯେଉଁ ଦିବ୍ୟ ଶକ୍ତି, ଅତିମାନ ଶକ୍ତି, ତାହା ହିଁ ସର୍ବାଙ୍ଗୀନ ଓ ସର୍ବପୂରକ। ସର୍ବପୂରକ ଶବ୍ଦ ପ୍ରଥମ ପଢ଼ିଲି, ମୁଁ ସର୍ବପୂରକ ପଢ଼ିନଥିଲି କେବେ ଶବ୍ଦ। ସର୍ବପୂରକ ଦିବ୍ୟ ଦୃଷ୍ଟି ଜ୍ଞାନ ଓ ଶକ୍ତିର ପ୍ରତୀକ। ଏମାନେ ଦିବ୍ୟ ଦୃଷ୍ଟି ଜ୍ଞାନ ଓ ଶକ୍ତିର ପ୍ରତୀକ ହେଲା ସର୍ବପୂରକ। ଏଥିରେ ଚେତନ ଓ ଜଡ଼, ଅବ୍ୟକ୍ତ ଓ ବ୍ୟକ୍ତ, ଶାଶ୍ୱତ ଓ ନଶ୍ୱର ମଧ୍ୟରେ ଏକ ଅଭିନବ ସମାଧାନ ଦେଖାଦେଇଛି। ଏଠି ସମାଧାନ ଅର୍ଥ ସଙ୍ଗତି ବୋଲି କହିବାକୁ ପଡ଼ିବ, ମିଳନ, ମେଳନ, এই ଯାକ ଜଡ଼, ଚେତନା ଓ ଜଡ଼, ଅବ୍ୟକ୍ତ ବ୍ୟକ୍ତ, ଶାଶ୍ୱତ ନଶ୍ୱର ମଧ୍ୟରେ ଏକ ଅଭିନବ ସମାଧାନ ଦେଖାଦେଇଛି। ସେମାନେ ପରସ୍ପର ବିରୋଧ ନୁହଁ, ପରସ୍ପର ଅଲଗା ନୁହଁ, ତେଣୁ ସମାଧାନ ଅଛି। ବ୍ୟକ୍ତି ଓ ସମାଜ ଯଦି ଏହି ଆଦର୍ଶକୁ ଅନୁସରଣ କରେ ତେବେ ନିଶ୍ଚୟ ଉପକୃତ ହୋଇତେ ସନ୍ଦେହ ନାହିଁ। ଏଇଥିରେ ହିଁ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଜାଗରଣ ସମ୍ଭବ ହେବ। ତାପରେ ଗୋଟେ ବାଣୀ ଉପରେ ଆଲୋଚନା ହେଇଛି। ବାଣୀଟା ହେଉଛି 1964 ମସିହାରେ ମା ଯେଉଁ ନ୍ୟୁ ଇୟର ନବବର୍ଷ ବାଣୀ ଦେଇଥିଲେ। ଆର୍ ୟୁ ରେଡି? ଆର୍ ୟୁ ରେଡି? ତୁମେ କ'ଣ ପ୍ରସ୍ତୁତ ଅଛ? ଆମକୁ ଯଦି ପଚରାଯାଏ, ହଠାତ୍ ସକାଳୁ ଜଣେ ଆସି କବାଟ ବାଡ଼େଇବ, ତୁମେ କବାଟ ଫିଟେଇବ, ସେ ସାଙ୍ଗେ ପଚାରିବ ତୁମେ ପ୍ରସ୍ତୁତ? ସେ କ'ଣ କହିବ? ପାଗଳାଟା ନା କ'ଣ? ସକାଳୁ ଆସି କିଛି କଥାବାର୍ତ୍ତା ନାହିଁ, କ'ଣ ପ୍ରସ୍ତୁତ? କୋଉଥିପାଇଁ କହୁନ, କେଉଁ କାମ, କ'ଣ କ'ଣ କି ପ୍ରସ୍ତୁତ? ହଠାତ୍ କ'ଣ ପ୍ରସ୍ତୁତ ବୋଲି ପଚାରୁଛ? ମା ଗୋଟେ 64 ନ୍ୟୁ ଇୟର 1/1/1964 ଲେଖିଥିଲେ ଆର୍ ୟୁ ରେଡି? ଆର୍ ୟୁ ରେଡି ସମସ୍ତେ କହିବେ ଇରି ମା କ'ଣ ଗୋଟେ କହିଥିଲି କି ଆମେ ଭୁଲିଗଲୁ, ମାନେ ୟେସ୍ କି ନୋ କହିବା କଥା କହିନୁ ବୋଲି ମା ମେସେଜଟା ପଠେଇଦେଲେ ନା କ'ଣ? ଆର୍ ୟୁ ରେଡି ମାନେ ତୁମେ ପ୍ରସ୍ତୁତ ଅଛ କି? ଏହା ଶ୍ରୀମାଙ୍କ ନୂତନ ବର୍ଷ 1964 ପାଇଁ ଆଧ୍ୟାତ୍ମିକ ପ୍ରସ୍ତୁତି ସକାଶେ ଏକ ଆହ୍ୱାନମୂଳକ ଅନ୍ତଃସ୍ପର୍ଶୀ ବାଣୀ। ଆହ୍ୱାନମୂଳକ କାହିଁକି କହୁଛି ନା, କୋଶ୍ଚିନ୍ କରାହେଉଛି, ଆର୍ ୟୁ ରେଡି, ପ୍ରଶ୍ନବାଚକ ଚିହ୍ନ। ଗୋଟେ ଆହ୍ୱାନ ଦିଆହେଲା, ତୁମେ ପ୍ରସ୍ତୁତ? କ'ଣ ପ୍ରସ୍ତୁତ? ନା ଯେଉଁ ଉଦ୍ଦେଶ୍ୟରେ ମା ଶ୍ରୀବନ୍ଦ ଆସିଛନ୍ତି ସେଇଥିପାଇଁ ପ୍ରସ୍ତୁତ କି? ଏତେ ତନାଘନା କରିବା ଦରକାର, ଏତେ ଅଧିକ ବାକ୍ଚାତୁରୀ ଆମର ଦରକାର ନାହିଁ, ଅଧିକ କଥାବାର୍ତ୍ତା ଦରକାର ନାହିଁ। ସିଧା ସିଧା ମା ଶ୍ରୀବନ୍ଦ ଯେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ସେଇଥିପାଇଁ ତୁମେ ପ୍ରସ୍ତୁତ କି? ଆମ ଭିତରେ କିଏ ଯେ ମା ଶ୍ରୀବନ୍ଦ କ'ଣ ପାଇଁ ଆସିଛି ଜାଣିନି, ଅତି ସାନ ପିଲାକୁ ବି ପଚାରିଲେ ଇଣ୍ଟିଗ୍ରାଲ ସ୍କୁଲର କହିବ
ରୂପାନ୍ତରିତ ମନ ପ୍ରାଣରେ ଭଗବତ ପ୍ରାପ୍ତି। এইଥିପାଇଁ ମା ସୁନିନ୍ଦା ଆସିଛନ୍ତି। ସମସ୍ତଙ୍କ ଜୀବନରେ ଏହା ସମ୍ଭବ ହବ। ରୂପାନ୍ତରିତ ମନ ପ୍ରାଣରେ ଭଗବତ ପ୍ରାପ୍ତି ହେଲା 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 ସେଟା ଯଦି ଅଛି। ଆରୁ ରେଡି ସେଥିପାଇଁ ରେଡି କି ପ୍ରସ୍ତୁତ କି ଯାହା ବି ତମେ କୁହ ମା ସୁନିନ୍ଦାଙ୍କ ଦର୍ଶନ ସମ୍ପର୍କରେ ତମେ ଯାହା ବି କୁହ ସବୁ ପାଇଁ ମା ଗୋଟିଏ ପ୍ରଶ୍ନ ଦେବେ, ଆର୍ ୟୁ ରେଡି? ତୁମେ ପ୍ରସ୍ତୁତ କି? ବହୁତ ବ୍ୟକ୍ତି ପଚାରୁଛନ୍ତି ୟା ଅର୍ଥ କ'ଣ? ଆମେ ଯଦି ବାର୍ତ୍ତା ଭଳିଆ ସକାଳୁ ପଚାରୁଛୁ କାହାର କ'ଣ କିଛି କଥା ନାହିଁ ବାର୍ତ୍ତା ନାହିଁ, ହଠାତ୍ କହୁଛୁ ଆରେ ରେଡି। କୋଉ କଥା ପଚାରୁନା, କ'ଣ ପାଇଁ ରେଡି ପଚାରୁନା? ତମେ ଯିବାକୁ ଅଛି ପ୍ରସ୍ତୁତ କି କ'ଣ କି? ଅଧିକାଂଶ ଲୋକ ପଚାରିଲେ କ'ଣ ଅର୍ଥ? ସତ୍ୟ ଯେତେବେଳେ ଆସେ ସେତେବେଳେ ଯଦି ଆମେ ନିଜର ଅପୂର୍ଣ୍ଣତା ଦେଖି ପ୍ରସ୍ତୁତ ନୋହୁଁ ବୋଲି ଅସ୍ୱୀକାର କରୁ, ତେବେ ସେ ସତ୍ୟ ଆମ ପାଖରେ ଅପସରି ଯାଏ, ଆମେ ସେ ଐଶ୍ୱରିକ କୃପାରୁ ବଞ୍ଚିତ ହଉ। ଇଏ ହେଉଛି ରେଡିର କଥା। ସତ୍ୟ ଅବତରଣ କରିଛି, ତୁମେ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନା ନାହିଁ? ସତ୍ୟ ଅବତରଣ କରିଛି ପୃଥିବୀ ପୃଷ୍ଠରେ, ତୁମେ ଯଦି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ ସେ ପଳେଇବ। ମା କୌଣସି ଜାଗାରେ ଲେଖିଛନ୍ତି ଶ୍ରୀ ଅରବିନ୍ଦ ଇଜ ଏ ଜେଣ୍ଟଲମ୍ୟାନ୍। ଶ୍ରୀ ଅରବିନ୍ଦ ବହୁତ ଭଦ୍ରଲୋକ। ଭଦ୍ରଲୋକ ମାନେ ମା କହନ୍ତି ତମେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରିବ, ଭଗବାନ ଶୁଣିବେ ତମ କଥା, ଡାକିବ ଆସିବେ। ଆଜି କ'ଣ କରିବେ? ଦେଖିବେ ତମେ ପ୍ରସ୍ତୁତ ଅଛ କି ନାହିଁ, ଦେଖିବେ ତମେ ପ୍ରସ୍ତୁତ ଅଛ କି ନାହିଁ। ଦେଖିବ ପ୍ରସ୍ତୁତ ନା ପଳେଇବେ, କିମ୍ବା ଆସି ଦେଖିବେ କବାଟ ବନ୍ଦ ଅଛି, କବାଟ ନକ୍ ଟକ୍ କରିବେ, ତମ କବାଟ ଖୋଲିବନି, ପଳେଇବେ। ଭଗବାନ ଆସନ୍ତି ମଣିଷର ଆହ୍ୱାନରେ, କିନ୍ତୁ ମଣିଷ ପ୍ରସ୍ତୁତି ନଥିଲେ ଭଗବାନ ରିଟର୍ନ କରି ଫେରିଯାଆନ୍ତି। ସେଥିପାଇଁ କହିଲେ ଯେତେ ଆମେ ନିଜର ଅପୂର୍ଣ୍ଣତା ଦେଖି ପ୍ରସ୍ତୁତ ନୋହୁଁ ବୋଲି ଅସ୍ୱୀକାର କରୁ, ଭଗବାନ ଆସି ପହଞ୍ଚିଲା ବେଳକୁ ଆମେ କ'ଣ କହିବୁ? ହଠାତ୍ ସକାଳୁ ଦିନ ଉଠିବେ, ମା ଆସି ଡାକିଲେ କବାଟ, ହଠାତ୍ ମା ଠିଆ ହେଇଛନ୍ତି। ମା କ'ଣ ହେଲା, କୁଆଡ଼େ ଏମିତି କ'ଣ ପଳେଇଆଇଲ? ନା ନାଇଁ ତୁ କେମିତି ଅଛୁ, କ'ଣ ଅଛୁ ବୁଝିବାକୁ ଆସି ନ ହେଲା, ଆସ ବସ। ମୁଁ ତ ସକାଳୁ ଦାନ୍ତ ଘସିନି, ଗାଧେଇନି, କିଛି କରିନି, ଟିକେ ବସ, ଅପେକ୍ଷା କର, ମୁଁ କଥା ହେବି ଡେରି। ସେ ମା ପରା। ତମେ ଯଦି ପ୍ରସ୍ତୁତ ନୁହଁ କହି ଅସ୍ୱୀକାର କରିବ, ପ୍ରସ୍ତୁତ ନୁହଁ ବୋଲି କହି ଅସ୍ୱୀକାର କରି ସେ କ'ଣ କରିବେ? କହିଲେ ତୁ ଗାଧା, ମୁଁ ଯାଉଛି ଅନ୍ୟ ଆଡ଼େ, ଅନ୍ୟ ପାଖକୁ ଯାଉଛି, ତୁ ଗାଧେଇ ପାଧେଇ ପ୍ରସ୍ତୁତ ହ। ମା ବୋଲି କହିଦେଲା ପରେ, ମା ଆସିଛନ୍ତି ହଠାତ୍ ଦେଖିଦେଲା ପରେ ତମ ଚେତନା କାହିଁ ବ୍ୟାପକ ହେଇଯିବ, ମାଙ୍କ ଚରଣ ଧରି ପଡ଼ିଯିବ। ଇଚ୍ଛା ମା ସତରେ ତୁମେ ଆସିଛ, ମା ସତରେ, ମୁଁ ସତରେ ଦେଖୁଛି, ମା ଏଇ ଆଖିରେ ମୁଁ ତମକୁ ଦେଖୁଛି, ତମେ ଆଜି ପହଞ୍ଚିଛ। ସେ ଯେ ଅସ୍ୱୀକାର କରିବା ପ୍ରଶ୍ନ ଉଠୁଛି କାହିଁ? କିନ୍ତୁ ବ୍ୟକ୍ତି ଏଡ଼େ ମୂଢ଼, ଆମମାନେ ଏତେ ମୂଢ଼ ଯେ ମାଙ୍କ ଉପସ୍ଥିତି ବି ସ୍ୱୀକାର କରିପାରୁନୁ, ବହୁତ ସମୟ ଅସ୍ୱୀକାର କରୁଛୁ। କାହିଁକିନା ଆମେ ଭିତରେ ଅପୂର୍ଣ୍ଣତା ଅଛି, ଅପୂର୍ଣ୍ଣତା ଅଛି। ସିଏ ଆସିବାକୁ ଗୋଟେ ସଫା ଲୁଗା ଖଣ୍ଡେ, ମା ଟିକେ ଗୋଟେ ମିନିଟ୍, ମୁଁ ରାତି ପିନ୍ଧି ଯା ଚେଞ୍ଜ କରିଦିଏ, ଆସି ଟିକେ ଲୁଗା। ଆରେ ମା କ'ଣ ମଇଳା ଦେଖିବେ, ଅପରିଷ୍କାର ଦେଖିବେ? ସେ ଦେଖିବେ। ମୁଁ ସେ ଆ କଥା ଲେଖିଥିଲି, ମୁକ୍ତା କଥା ଲେଖିଥିଲି, ରାୟଗଡ଼ା ବାଝଲା। ସମାଧିକି ଆମେ ରିଲିକ୍ସ ପାଇଁ ପ୍ରସ୍ତୁତ କରୁ, ରିଲିକ୍ସ ଶେଷ ହେବା ପାଇଁ ଗୋଟେ ମଇଳା ଲୁଗା ଖଣ୍ଡ ଧରି ମଝି ମଝିରେ ପୋଛି ପକଉଛି। ଏପଟେ ଥଣ୍ଡାରେ ନାକରୁ ପାଣି ବାହାରୁଛି, ଲୁଗା କାନରେ ନାକ ପୋଛି ପକଉଛି, ମଇଳା ଲୁଗାଟେ ପିନ୍ଧିଛି, ସେଇଥିରୁ ଗୋଟେ ମଇଳା କନା ଧରି ଖାଲି ପୋଛି ପକଉଛି। ତୁ ଯା ସିଆଡ଼େ। ଆମେ ମୋ ଧାରଣା କ'ଣ ନା, ଏମାନେ ଅପା ଭାଇମାନେ କେହି ଟିକେ ନିଜେ ଆସିକି ସମାଜ କାମ କରୁନାହାନ୍ତି, ଗୋଟେ କାହାକୁ ପେଡ଼େ ପଳେଇ ରଖିଛନ୍ତି। ଆଉ ତାକୁ ଯେତେବେଳେ ମୁଁ ଚଢ଼େଇଲି, ବିଚରା ଗଲା ଦୂରେଇ ଠିଆଇ ପାଟି ପାଖ କରି, ମୁଁ କହିଲି ମୋତେ ଗାଳି ଦେଉଛି, ଗାଳି ଦେବ କ'ଣ କରିବା? କାମ ସରିଲା, ସବୁ ସରିଲା। ରାତିରେ ଏବେ ବି ମନେ ପଡ଼ୁଛି, ବହି ବାହାରିଛି, ସେଥିରେ ଏ ଆର୍ଟିକଲଟା ଅଛି। ରାତିରେ ଆମେ ରିଲିକ୍ସ ପାଖରେ ଶୋଇଲୁ, କାରଣ ଗୋଟେ ରିଲିକ୍ସ ତାପର ସକାଳୁ ପୁଣି ଯିବେ। ଭୋର ଭୋର କବାଟଟା ଫିଟିଗଲା, ଥଣ୍ଡା, ପ୍ରଚଣ୍ଡ ଥଣ୍ଡା। କବାଟ ଫିଟିଗଲା, କି କବାଟ ଫିଟିଗଲା ଚାହିଁଲା ବେଳକୁ ସିଏ ପୁଣି ପଶି ଆସିଲା। ମୁଁ ପୁଣି ରିଲିକ୍ସରେ ଛୁଏ ବୋଧେ ଆସି ଯେତେବେଳେ ବସି ପଡ଼ିଲା ପାଖରେ, ଆଉ ମୁଁ ତାକୁ ଖାଲି ଏତିକି ପଚାରିଲି, ମୁଁ କହିଲି ଏଇ ଝିଅ ତୁ ଜାଣିଛୁ କିଏ?
कहला है महाप्रभु मुझे जाननी महाप्रभु मुझे केमी जानी महाप्रभु मला महाप्रभु आसे बोली केबेठू आम जगिଛୁ महाप्रभु बोली जानविनी तापर आरंभ कला घर कथा सब गपिला जमी माने एका घर भाई भौणी भाया भाई जानिच ता निज व्यक्तिगत कहानी सब कहला आरी जो सब संभव गला आम घर एमती सेमती कही खाली भगवान बोली मो मन मन भावु थाए सी जमी भगवान बोली ग्रहण कर ग्रहण कर मो सब लगुए रिलीज धरी बुलूची मो भर के गर्व के अहंकार किंतु से रिलीज जमी विकल कहूए तार महिला लुगा मत देखागला तार हृदय सफा मत देखागला तापर कथा भितर से केदार आसी डाकिला कहला मुक्ता आ कानन भाई को शिखी जा के समाज सजावे कालठू तो आमको सजा पड़ो ना कानन भाई अच्छा कोई डाक नहीं गला से चलीगला मो रूम रू बाहर बाहर बेलू मत सुर दूर डाकुची भाई देखो केम सूर्य मुझे लिखी से मुझे से सूर्योदय अपेक्षा मुक्ता भीतर सूर्यमती बेसी जाजुल्यमान देखुली कि प्रकार से माने आकुलता व्याकुलता माँ भगवान आम आम आखिरे देखू बड़ा सफा नहीं ये नहीं से नहीं कौन ये बाहर सफार आवश्यकता अच्छे कि मना करूना किंतु सेतक करदे यथेष्ट नुह कौन से काम ताहिनी कि भीतर सफा अच्छे भीतर परिष्कार अच्छे बहुत सबरी इठू आरंभ कर अनेक प्रकार कहानी आम अच्छी सबरी भगवान को अईठा खुआला से जान ना से भगवान बोली श्रीरामचंद्र जान ना अईठा बोली आम कौन कर भोग बढ़ाई तो हाथ मार दौ भोग बढ़ाई तो हाथ मार खाई दौ सी फल खाइबा खाऊ ना भगवान को पार्टी को खटा न लगू भगवान को स्वाद को खराब न हो से टेस्ट कर भगवान दौला खाया एवं से जो श्रद्धा ता भी गोटे श्रद्धा निहित अच्छी प्रबल श्रद्धा भल पाइबा निहित अच्छी लक्ष्मण ताको ग्रहण कर पार लक्ष्मण कौन ये अपार अपूर्व सबरीटा तो ज्ञान को गोटे अईठा गुटा खाऊ कि श्रीरामचंद्र आनंद खाऊ सारी भितर सब ग्रांट कर जहाँ कृपा जहाँ करुणा जहाँ आशीर्वाद जहाँ दया कथा सब से अईठा फल खाया भितर ग्रांट कर कारण तार जो भितर आकुलता जो व्याकुलता से बुझी पार्टी से ग्रहण कर नहीं पार्टी तेणु असल कथा है आमर अपूर्णता को आम गुरुत्व दे दो जेहेतु आम अपूर्ण तेणु आम पार जेहेतु आम अपूर्ण तेणु आम देह हेनी जो मैंने पारे सी करते सत्य जिते आसे जदि आम निजर अपूर्णता देखी प्रस्तुत नुह बोली अस्वीकार करूँ आम अपूर्णता तो अच्छी ना तेणु आम प्रस्तुत नुह जी पार्टी कर आउ क्या डाक सी आस तेरे से सत्य आम पाखे अपसरी जाए आम से ऐश्वरिक कृपा वंचित हो जो भगवान को कृपा सत्य माध्यम आसते आम से वंचित हो आम मान जब मातृशक्ति पर विश्वास भरोसा निर्भरता रखी आगत सत्य को ग्रहण करने को उन्मुख रहो उन्मुख माने प्रत्येक बेले सबु बेले प्रस्तुत उन्मुख माने ऑलवेज ओपन कबाटा खोला कबाट नक कले खोलि ता नुह सी आसी डाकिले मु कबाट खोलि ता नुह कबाट मोर सब बेले खोला उन्मुख केतबेले ना मातृशक्ति पर विश्वास भरोसा निर्भरता आपको प्रथम माँ को ऊपर रखागला माँ को ऊपर एतक रहा विश्वास भरोसा निर्भरता रहा तापर आगत सत्य को ग्रहण करने को उन्मुख आम द्वार खोला आगत सत्य जे अवतरण कर आसापी सबुबले खोला रखी तेबे सही शक्ति आम आधार रे क्रिया करी आम अपूर्णता दोष त्रुटि को दूर करी नूतन सत्य प्रतिष्ठा करे किंतु आम मध्यस्थ मन प्राण शरीर सत्तादि तार पूर्वाभ्यास त्याग करी परिवर्तन को न चाह विद्रोह करी बाधा विघ्न उत्पन्न करे और आम जदि धैर्य साहस पूर्वक से सब सम्मुखीन होगा प्रस्तुत हो तेरे से सत्य
से बाधा विघ्न दूर कर विजय आनी सबु प्रकार संभावना आसीपारे सबु प्रकार संभावना अच्छी आसीपारे विभिन्न प्रकार विपद आसीपारे विभिन्न प्रकार चैलेंज आसीपारे सब आसीपारे तथापि तथापि जदि आम चाहूँ धैर्य साहस पूर्वक से सब सम्मुखीन होगा प्रस्तुत हो तेरे से सत्य से बाधा विघ्न दूर कर विजय आनी दिए यह ही है प्रस्तुत रही सूचना ये हूँ प्रस्तुति आम भर आर यू रेडी तुम्हें प्रस्तुत कि अर्थ हो हाँ आम प्रस्तुत भगवत सेवकर प्रार्थना विघ्न विनाशन हे भगवान जय हो तुमर आम मान अंतरे किसी जपरी तुम कार्य आउ विघ्न न घटाए किसी जपरी तुम आविर्भाव विलम्ब न घटाए सकल विषय सकल मुहूर्त पूर्ण हो तुम इच्छा तुम सम्मुखें छिड़ाईचु आम मैंने तुमर इच्छा ही आम मान मध्य आम मान सत्ता प्रत्येक अंगरे प्रत्येक कर्म उच्चतम चूड़ारू तुच्छतम प्रत्येक कोशरे पूर्ण हो तुमठारे आम मान निष्ठा हुए जपरी सर्वांगीन चिरंतन आम मैंने अन्य सबकि परिहार कर चाहूँ संपूर्ण रूपे तुम प्रभाव अधीन रही आम मैंने केवे जपरी न भूलु तुम निकटरे गभीर भाव निबिड़ भाव कृतज्ञ हो रही प्रति मुहूर्त तुम्हें आम मान जो अपरूप संपद सब दान कर से सबूर किसी जपरी आम मैंने अपचय न कर आम मान प्रत्येक अंग जपरी तुम कार्य सहचर हुए से सब जपरी प्रस्तुत हो उठते तुम सिद्धि से परम सिद्धिकर्ता हे भगवान जय हो तुमर विजय दिया आम मान ज्वलंत सक्रिय चरम अटल विश्वास इंग्लिश इन द नेम ऑफ द मदर फॉर द सेक ऑफ द मदर by the power of the mother with the strength of the mother to all adverse harmful being or force I order to quit this place at once and forever